ଶିକ୍ଷା ବିଭାଗରେ କଳଙ୍କ ଛିଟା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ଗ୍ରାମ ପଞ୍ଚାୟତର ଭୁଲୁଦା ଗ୍ରାମର ଦିଣ୍ଡାପାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖାଦେଇଛି ଏକ ଅଭାବନୀୟ ଦୃଶ୍ୟ। ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡ଼ନେଉଳି ଗ୍ରାମର ଜଗା ମହାନ୍ତ ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ଦିଣ୍ଡାପାଟ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ ପାଠ ପଢ଼ାଉଥିବା ବେଳେ ଗୁରୁବାର, ଶୁକ୍ରବାର ଏବଂ ଶନିବାର ଦିନ ପୁରନ୍ଦରପୁର ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବରେ ପାଠ ପଢ଼ାଇଥାନ୍ତି। କିନ୍ତୁ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଭଳି କାର୍ଯ୍ୟକୁ ବିଜ୍ଞାନ ଶିକ୍ଷକ ଏମିତି ଭାବରେ ନିଜର ଶିକ୍ଷକ ପରିଚୟ ସୃଷ୍ଟି କରିଛନ୍ତି, ଯାହାକି ଛାତ୍ରଛାତ୍ରୀ ସେହି ଶିକ୍ଷକ ପାଖରୁ ଶିକ୍ଷା ଗ୍ରହଣ କରି ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିବେ ନା ଭବିଷ୍ୟତକୁ ଅନ୍ଧକାର କରିଦେବେ, ତାହା ଏକ ମହାପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଗା ମହାନ୍ତ ଜଣେ ସରକାରୀ କ୍ଷେତ୍ରରେ ବିଜ୍ଞାନ ଶିକ୍ଷକ ଭାବରେ ନିଯୁକ୍ତି ପାଇଛନ୍ତି, କିନ୍ତୁ ପ୍ରତିଦିନ ସେ ମଦ ପିଇ ଆସି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଥାନ୍ତି। ଏ ବିଷୟରେ ଦିଣ୍ଡାପାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚରାଯିବାରୁ ସେ ଅନେକ ଥର ଜଗା ମହାନ୍ତଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ କହିଛନ୍ତି, କିନ୍ତୁ ପ୍ରଧାନ ଶିକ୍ଷକଙ୍କ କଥାକୁ ସେ ଖାତିର ନ କରି ମଦ ପିଇ ବିଦ୍ୟାଳୟକୁ ଆସିଥାନ୍ତି। ଆଜି କିନ୍ତୁ ବିଜ୍ଞାନ ଶିକ୍ଷକ ଜଗା ମହାନ୍ତ ମଦ ପିଇ ବିଦ୍ୟାଳୟକୁ ଆସି ବିଦ୍ୟାଳୟ ବାରଣ୍ଡାରେ ପଡ଼ି ରହିବା ଏ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ବିଦ୍ୟାଳୟ ବାରଣ୍ଡାରେ ପଡ଼ି ରହିଥିବା ଜଗା ମହାନ୍ତଙ୍କୁ ଛାତ୍ରଛାତ୍ରୀମାନେ ଉଠାଇବାକୁ ବହୁତ ଚେଷ୍ଟା କରି ବି ମଦ ନିଶାରେ ଉବୁଟୁବୁ ହୋଇଥିବା ଶିକ୍ଷକ ମହୋଦୟଙ୍କୁ ସେଠାରୁ ଉଠାଇବାରେ ପିଲାମାନେ ସଫଳ ହୋଇ ନଥିଲେ। ଏମିତି ଶିକ୍ଷକ ଯଦି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ନିଯୁକ୍ତି ପାଆନ୍ତି, ତାହେଲେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କ'ଣ ହେବ, ତାହା ଜଳଜଳ ହୋଇ ଦେଖାଯାଉଛି। ଗ୍ରାମବାସୀଙ୍କ ଅଭିଯୋଗ ଯେ ଏମିତି ଏକ ଶିକ୍ଷକଙ୍କୁ ତୁରନ୍ତ ଶିକ୍ଷକ ପଦରୁ ବହିଷ୍କାର କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏମିତି ଏକ କଳଙ୍କର ଗନ୍ତାଘର ମଧ୍ୟରେ ପରିପୂର୍ଣ୍ଣ ଥିବା ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ଦୂରର କଥା, ବିଦ୍ୟାଳୟର ମାଟି ମାଡ଼ିବା ମଧ୍ୟ ତାଙ୍କ ପାଇଁ ପାପ। ତେଣୁ ତୁରନ୍ତ ଏମିତି କେଳେଙ୍କାରୀ ଶିକ୍ଷକଙ୍କୁ ତୁରନ୍ତ ଶିକ୍ଷକ ପଦବୀରୁ ବହିଷ୍କାର କରିବା ପାଇଁ ଗ୍ରାମବାସୀ ତଥା ଏ ଅଞ୍ଚଳବାସୀ ଦାବି କରିଛନ୍ତି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।